ଯଦି ମୁଁ ତୁମକୁ କହିବି ଯେ ଏହି ବ୍ୟବସାୟ କରି ତୁମେ ବହୁତ ଟଙ୍କା ରୋଜଗାର କରିପାରିବ ଏବଂ ଏଥିରେ ତୁମକୁ କମ୍ ପୁଞ୍ଜି ମଧ୍ୟ ଆବଶ୍ୟକ ହେବ, ତେବେ ତୁମେ କ'ଣ ମୋତେ ବିଶ୍ୱାସ କରିବ? ନମସ୍କାର। ତେଣୁ ବନ୍ଧୁଗଣ, ଆପଣ ସମସ୍ତେ କିପରି ଅଛନ୍ତି? ମୁଁ ଆଶା କରୁଛି ତୁମେ ସମସ୍ତେ ଭଲରେ ଅଛ। ତେଣୁ ବନ୍ଧୁଗଣ, ଆଜିର ଭିଡ଼ିଓରେ ମୁଁ ପୁଣି ଥରେ ତୁମକୁ ଏପରି ବ୍ୟବସାୟିକ ଧାରଣା କହିବାକୁ ଯାଉଛି ଯାହାଦ୍ୱାରା ତୁମେ ସେହି ବ୍ୟବସାୟ କରି ବହୁତ ଟଙ୍କା ରୋଜଗାର କରିପାରିବ। ଏବଂ ବନ୍ଧୁଗଣ, ମୁଁ ତୁମକୁ କହିବି ଯେ ତୁମେ ଯେକୌଣସି ସ୍ଥାନରୁ ଏହି ବ୍ୟବସାୟ ଆରମ୍ଭ କରିପାରିବ। ବନ୍ଧୁମାନଙ୍କ ପରି ଯଦି ତୁମେ ଗାଁରେ ରହୁଛ ତେବେ ତୁମେ ସେଠାରେ ମଧ୍ୟ ବ୍ୟବସାୟ ଆରମ୍ଭ କରିପାରିବ ଏବଂ ଯଦି ତୁମେ ସହରରେ ରହୁଛ ତେବେ ମଧ୍ୟ ତୁମେ ସେହି ବ୍ୟବସାୟ ଆରମ୍ଭ କରିପାରିବ। ଦେଖ ବନ୍ଧୁଗଣ, ଏହି ବ୍ୟବସାୟର ଏହାର ପୁଞ୍ଜି ହେବାକୁ ଥିବା ନିବେଶ ମଧ୍ୟ ବହୁତ କମ୍ ହେବ। ତେଣୁ ଚିନ୍ତା କର ବନ୍ଧୁଗଣ, ଯଦି ତୁମେ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖ ତେବେ ତୁମେ ଏପରି ବ୍ୟବସାୟିକ ଧାରଣା ଦେଖିବ ଯାହାଦ୍ୱାରା ତୁମେ ଏହି ବ୍ୟବସାୟ କରିପାରିବ ଏବଂ ବହୁତ ଟଙ୍କା ମଧ୍ୟ ରୋଜଗାର କରିପାରିବ। ଯଦି ତୁମେ କୌଣସି ବ୍ୟବସାୟ କର ତେବେ ତୁମକୁ ଏଥିରେ କଠିନ ପରିଶ୍ରମ ଏବଂ ପୁଞ୍ଜି ଉଭୟ ନିବେଶ କରିବାକୁ ପଡ଼ିବ। କିନ୍ତୁ ବନ୍ଧୁଗଣ, ଯଦି ମୁଁ ଏଠାରେ କଥା ହୁଏ ତେବେ ଯଦି ଆପଣ ଏହି ବ୍ୟବସାୟ କରନ୍ତି ତେବେ ଏଠାରୁ ଆପଣଙ୍କୁ କେବଳ କଠିନ ପରିଶ୍ରମ ହିଁ କରିବାକୁ ପଡ଼ିବ। କାରଣ ଦେଖନ୍ତୁ ବନ୍ଧୁଗଣ, ଆପଣ ଯେତେ ପୁଞ୍ଜି ଖର୍ଚ୍ଚ କରିବାକୁ ଯାଉଛନ୍ତି ତାହା ଲୋକଙ୍କ ପକେଟ୍ ଖର୍ଚ୍ଚ ସହିତ ସମାନ। ଅର୍ଥାତ୍ ଯଦି ଆପଣ ଅନୁମାନ କରନ୍ତି ତେବେ ସେହି ବ୍ୟବସାୟରେ ଆପଣଙ୍କୁ ଯେତିକି ଟଙ୍କା ନିବେଶ କରିବାକୁ ପଡ଼ିବ ସେତିକି ଟଙ୍କା ଖର୍ଚ୍ଚ ହୋଇଥିବ। ତେଣୁ ବନ୍ଧୁଗଣ, ଆସନ୍ତୁ ଦେଖିବା କେଉଁ ପ୍ରକାର ବ୍ୟବସାୟ ହେବାକୁ ଯାଉଛି, ଆପଣ ଏହାକୁ କିପରି ଆରମ୍ଭ କରିପାରିବେ ଏବଂ ଏଥିରୁ ଆପଣ କେତେ ଟଙ୍କା ରୋଜଗାର କରିପାରିବେ। ତେଣୁ ବନ୍ଧୁଗଣ, ଏହି ବ୍ୟବସାୟ ଧାରଣା ଜାଣିବା ପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ପଡ଼ିବ। ତେବେ ହିଁ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଆପଣ ବୁଝିପାରିବେ। ତେବେ ହିଁ ଆପଣ ଏହି ବ୍ୟବସାୟ କରିପାରିବେ। ନଚେତ୍ ଯଦି ଆପଣ ଭିଡ଼ିଓ ନ ଦେଖନ୍ତି କିମ୍ବା ଏହାକୁ ଛାଡ଼ି ଦିଅନ୍ତି ତେବେ ଆପଣ ଏଥିରେ ଅନେକ ପଏଣ୍ଟ ବୁଝିପାରିବେ ନାହିଁ, ଯାହା ଯୋଗୁଁ ଆପଣ ଆପଣଙ୍କ ବହୁତ କ୍ଷତି ମଧ୍ୟ ସହିପାରନ୍ତି। ତେଣୁ ଆସନ୍ତୁ ଆରମ୍ଭ କରିବା। ତେବେ ଦେଖନ୍ତୁ ବନ୍ଧୁଗଣ, ମୁଁ ଆପଣଙ୍କୁ ଏଠାରେ କହୁଛି ଯେ ଏକ ଛୋଟ ଗାଁର କାହାଣୀ ଥିଲା ଯେଉଁଠାରେ ରାହୁଲ ନାମକ ଏକ ପୁଅ ରହୁଥିଲା। ରାହୁଲ ତାଙ୍କ ଦଶମ ଏବଂ ଦ୍ୱାଦଶ ପାଠପଢ଼ା ସାରିଲେ ଏବଂ ରାହୁଲଙ୍କ ବାପା ମା କ'ଣ କରୁଥିଲେ? ସେମାନଙ୍କ ଘରେ ସବୁବେଳେ ଦାରିଦ୍ର୍ୟ ଥିଲା। କାରଣ ବନ୍ଧୁଗଣ, ରାହୁଲ ଏକ ଛୋଟ ଗାଁରେ ଥିଲା, ଅର୍ଥାତ୍ ସେ ଏକ ଗରିବ ପରିବାରର ପୁଅ ଥିଲା ଯିଏ ଏକ ଛୋଟ ଗାଁରେ ଥିଲା ଏବଂ ତାଙ୍କ ବାପା ମା ଶ୍ରମିକ କାମ କରୁଥିଲେ। ତୁମେ ଶ୍ରମିକ ଅର୍ଥ ନିଶ୍ଚୟ ବୁଝିଥିବ ବନ୍ଧୁଗଣ, ଯାହାକୁ ତୁମେ ଲୋକମାନେ ଦୈନିକ ମଜୁରିଆ ବୋଲି କହିଥାଅ। ଯେପରିକି ଯେତେବେଳେ ତୁମେ ଘର ତିଆରି କରୁଛ ସେଥିରେ ଅନେକ ଶ୍ରମିକ କାମ କରନ୍ତି। ସେହିପରି ରାହୁଲଙ୍କ ବାପା ମା ମଧ୍ୟ କାମ କରୁଥିଲେ। ସେଥିପାଇଁ ସେମାନଙ୍କ ଘରେ ଅଧିକ ଟଙ୍କା ନଥିଲା କିମ୍ବା ଅଧିକ ଆୟ ହେଉନଥିଲା। ସେମାନେ ଯାହା ରୋଜଗାର କରୁଥିଲେ ତାହା କେବଳ ଖାଦ୍ୟ ପାଇଁ ବ୍ୟବହୃତ ହେଉଥିଲା, ଅର୍ଥାତ୍ ସେମାନଙ୍କ କୌଣସି ଅତିରିକ୍ତ ଆୟ ନଥିଲା। ତେବେ ଦେଖନ୍ତୁ ବନ୍ଧୁଗଣ, ରାହୁଲ ଶିକ୍ଷିତ ଥିଲା, ସେଥିପାଇଁ ସେ ସବୁବେଳେ ଭାବୁଥିଲେ ଯେ ତାଙ୍କୁ କିଛି ବ୍ୟବସାୟିକ ଧାରଣା ମିଳିବା ଉଚିତ ଯାହା କମ୍ ନିବେଶରେ ଆରମ୍ଭ କରାଯାଇପାରିବ। ତେଣୁ ବନ୍ଧୁଗଣ, ଗୋଟିଏ ଦିନ ତାଙ୍କ ମନକୁ ମହାନ ଧାରଣା ଆସେ ଏବଂ ଏହିଠାରୁ ସେ ତାଙ୍କ ବ୍ୟବସାୟ ଆରମ୍ଭ କରନ୍ତି ଏବଂ ବହୁତ ଟଙ୍କା ରୋଜଗାର କରିବା ଆରମ୍ଭ କରିଦିଅନ୍ତି। ବନ୍ଧୁଗଣ, ତୁମେ ଆଳୁର ନାମ ଶୁଣିଥିବ ଯାହା ତୁମେ ବଜାରରେ ସହଜରେ ଦେଖିପାରିବ। ତେବେ ବନ୍ଧୁଗଣ, ଏହା କରିବା ପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବୁଝିବାକୁ ପଡ଼ିବ, ତେବେ ହିଁ ସଠିକ୍ ଭାବରେ ବୁଝିପାରିବ। ରାହୁଲ ଯାହା କରନ୍ତି ତାହା ହେଉଛି ସେ ବଜାରକୁ ଯାଇ 10 କିଲୋ କିମ୍ବା 15 କିଲୋ ଆଳୁ କିଣନ୍ତି। ସେତେବେଳେ ଆଳୁର ଦର ଅତି କମ୍ରେ 15 ଟଙ୍କା ଥିଲା। ତେଣୁ ସେ ଏଠାରୁ କେବଳ 15 କିଲୋ ଆଳୁ କିଣନ୍ତି। ତେଣୁ ଧରନ୍ତୁ ସେ ଏଠାରୁ 300 ମୂଲ୍ୟର ଆଳୁ କିଣିଥିଲା। ତେବେ ବନ୍ଧୁଗଣ, ରାହୁଲ ଆଳୁ ସହିତ କ'ଣ କରନ୍ତି? ସେ ଆଳୁ ଚିପ୍ସ କାଟନ୍ତି। କିନ୍ତୁ ବନ୍ଧୁଗଣ, ଚିପ୍ସ କାଟିବାର ଧାରଣା ଠିକ୍ ଅଛି, କିନ୍ତୁ ଆପଣଙ୍କୁ ଏହାକୁ ଦୁଇଟି ଉପାୟରେ ବିକ୍ରୟ କରିବାକୁ ପଡ଼ିବ। ତେବେ ହିଁ ଆପଣ ଏଥିରୁ ଭଲ ଲାଭ ପାଇପାରିବ। ତେଣୁ ବନ୍ଧୁଗଣ, ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ, ତେବେ ହିଁ ଆପଣ ଏଥିରେ ଦୁଇଟି ଉପାୟରେ ଲାଭ ଜାଣିପାରିବେ। ଏବେ ଆପଣ ନିଶ୍ଚିନ୍ତ ହୋଇଥିବେ ଯେ ଆପଣ ବଜାରରେ ଯେଉଁ ଚିପ୍ସ ଦେଖିବାକୁ ପାଆନ୍ତି, ଧରନ୍ତୁ ଆପଣ 5 କିମ୍ବା 10 ଟଙ୍କାର ଚିପ୍ସ ପ୍ୟାକେଟ୍ କିଣିଛନ୍ତି, ଯାହାକୁ କିଣିବା ପରେ ଆପଣ ନିଶ୍ଚିନ୍ତ ଭାବରେ ଖାଇଥିବେ। ତେଣୁ ବନ୍ଧୁଗଣ, ଆପଣ ଜାଣିଥିବେ ଯେ 5 ଟଙ୍କାର ପ୍ୟାକେଟରେ ଯେଉଁ ଚିପ୍ସ ଦେଖିବାକୁ ପାଆନ୍ତି ସେଥିରେ କେବଳ 4 ଖଣ୍ଡ ଚିପ୍ସ ଥାଏ। ଭାବନ୍ତୁ ଯଦି ଆପଣ ଏହି ବ୍ୟବସାୟ କରନ୍ତି ତେବେ ଏଥିରେ ଆପଣଙ୍କର ବହୁତ ଲାଭ ହେବ। କିନ୍ତୁ ବନ୍ଧୁଗଣ, ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ପ୍ଲାନ
ପ୍ଲାନ୍ ସହିତ ନ କରନ୍ତି ତେବେ ଆପଣଙ୍କର ଉତ୍ପାଦ ବଜାରରେ ଲଞ୍ଚ ହୋଇପାରିବ ନାହିଁ। ଯଦି ଆପଣ ଦେଖନ୍ତି ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ଯୋଜନା ସହିତ କରନ୍ତି ନାହିଁ ଏବଂ ଆପଣ ଏହାକୁ ଶୀଘ୍ର କରିଦିଅନ୍ତି ଏବଂ ବଜାରରେ ବିକ୍ରି କରିବା ଆରମ୍ଭ କରନ୍ତି ତେବେ କ'ଣ ହେବ ବନ୍ଧୁଗଣ? ଆପଣଙ୍କର ଉତ୍ପାଦ ବଜାରରେ କାମ କରିବ ନାହିଁ। ତେବେ କ'ଣ ହେବ ବନ୍ଧୁଗଣ? ଆପଣଙ୍କର କ୍ଷତି ହୋଇଯିବ। ଧରନ୍ତୁ କୌଣସି କ୍ଷତି ନାହିଁ କିନ୍ତୁ ବନ୍ଧୁଗଣ ଆପଣଙ୍କୁ ଲାଭ ମଧ୍ୟ ମିଳିବ ନାହିଁ। ତେଣୁ ବନ୍ଧୁଗଣ ସେଥିପାଇଁ ମୁଁ ଆପଣଙ୍କୁ ବାରମ୍ବାର କହୁଛି ଯେ ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିବା ଉଚିତ। ତେବେ ହିଁ ଆପଣ ଜାଣିପାରିବେ ଯେ ଏହାକୁ କିପରି ଆରମ୍ଭ କରିବେ। ଏବେ ଠିକ୍ ଅଛି ବନ୍ଧୁଗଣ, ତୁମେ 300 ଟଙ୍କାର ଆଳୁ କିଣିଛ। ତେବେ ତୁମେ ଏହାକୁ ଦେଖିବାକୁ ପଡ଼ିବ। ତୁମେ ଅନେକ ଭିଡ଼ିଓରେ ଦେଖିପାରିବ ଯେ ଚିପ୍ସ କିପରି ପ୍ରସ୍ତୁତ କରାଯାଏ। ତୁମେ ରେସିପି ମଧ୍ୟ ଦେଖିଥିବ। ରେସିପି ଦେଖିବା ପରେ ତୁମକୁ ଏହା ଖାଇବାକୁ ଟେଷ୍ଟ କରିବାକୁ ପଡ଼ିବ। ଯଦି ତୁମର ଉତ୍ପାଦ ଭଲ ତେବେ ମୁଁ ତୁମକୁ କହିବି ତାପରେ ତୁମକୁ କ'ଣ କରିବାକୁ ପଡ଼ିବ। ତୁମକୁ ବଜାରରୁ ଫଏଲ କିଣିବାକୁ ପଡ଼ିବ। ଏବେ ଦେଖ ବନ୍ଧୁଗଣ, ତୁମକୁ କେଉଁ ଫଏଲ କିଣିବାକୁ ପଡ଼ିବ? ଦେଖ, ଯଦି ତୁମେ ଆରମ୍ଭରେ ବ୍ୟବସାୟ ଆରମ୍ଭ କରୁଛ ତେବେ ତୁମକୁ ତୁମର ନାମ କୌଣସି ଲୋଗୋ ତିଆରି କରିବାକୁ ପଡ଼ିବ ନାହିଁ। ତୁମେ ବଜାରରୁ ଏପରି ଫଏଲ କିଣିବାକୁ ପଡ଼ିବ ଯାହା ଭଲ ଡିଜାଇନରେ ତିଆରି ହୋଇଥାଏ। ତୁମେ ଏହାକୁ ପ୍ରିଣ୍ଟର ଦ୍ୱାରା ମଧ୍ୟ ପ୍ରିଣ୍ଟ କରିପାରିବ। କିନ୍ତୁ ବନ୍ଧୁଗଣ, ତୁମେ ପ୍ରିଣ୍ଟିଂ କରିବାର ଅଧିକ ଖର୍ଚ୍ଚ କରିବାକୁ ଯାଉଛ। ସେଥିପାଇଁ ତୁମେ ବଜାରରୁ ଭଲ ଡିଜାଇନ ସହିତ ଫଏଲ କିଣିବାକୁ ପଡ଼ିବ। ଏବେ ଦେଖ ବନ୍ଧୁଗଣ, ଭଲ ଡିଜାଇନ ସହିତ ଫଏଲ କିଣିବା ପରେ ତୁମକୁ ଏହାକୁ ପ୍ୟାକେଟରେ ପ୍ୟାକ୍ କରିବାକୁ ପଡ଼ିବ। ପ୍ୟାକେଟରେ ପ୍ୟାକ୍ କରିବା ପରେ ତୁମେ ଏହାକୁ ବିକ୍ରି କରିବାକୁ ପଡ଼ିବ। ଏବେ ଦ୍ୱିତୀୟ ଉପାୟ ଦେଖ ବନ୍ଧୁଗଣ, ତୁମକୁ ବଡ଼ ପ୍ୟାକେଟରେ ତିଆରି କରିବାକୁ ପଡ଼ିବ। 5 କିମ୍ବା 10 ନୁହେଁ, ଆପଣଙ୍କୁ ଏହାକୁ ବଡ଼ ପ୍ୟାକେଟ କରିବାକୁ ପଡ଼ିବ। ଏବେ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଯେଉଁ ଚିପ୍ସ ବଡ଼ ପାଉଚରେ ପ୍ୟାକ୍ କରିବେ ତାହା ତେଲରେ ଭାଜି ନ ଦେଇ ପ୍ୟାକ୍ କରିବାକୁ ପଡ଼ିବ। ବନ୍ଧୁମାନେ, ଆପଣ ଦେଖିଥିବେ ଯେ ଏପରି ଅନେକ ଉତ୍ପାଦ ଅଛି ଯାହା ଲୋକମାନେ ଘରେ ତିଆରି କରନ୍ତି। ତେଣୁ ବନ୍ଧୁମାନେ, ଆପଣ ଏପରି ଉତ୍ପାଦ ମଧ୍ୟ ପ୍ୟାକ୍ କରିପାରିବେ ଯେଉଁଥିରେ ଆପଣଙ୍କୁ ଲାଭ ମିଳିବ। ଦେଖନ୍ତୁ ବନ୍ଧୁମାନେ, ଏଥିରେ ଅଧିକ ଲାଭ ଅଛି। ଏଥିରେ ଆପଣଙ୍କ ତେଲର ଖର୍ଚ୍ଚ ମଧ୍ୟ ସଞ୍ଚୟ କରିବେ। ଏଥିରେ ପାଉଚ ଏବଂ ଆଳୁର ଖର୍ଚ୍ଚ ଆସିବ। ତେଣୁ ଆସନ୍ତୁ ଧରିନେବା ବନ୍ଧୁମାନେ, ଯଦି ଆପଣ ଏହାକୁ ଆରମ୍ଭ କରନ୍ତି ତେବେ ଆପଣ ଏହାକୁ 1000 କିମ୍ବା 2000 ଟଙ୍କାରେ ସହଜରେ ଆରମ୍ଭ କରିପାରିବେ। ମୁଁ ବହୁତ କିଛି କହିସାରିଛି ବନ୍ଧୁମାନେ। ଯଦି ଆପଣ ଚାହାନ୍ତି ତେବେ ଆପଣ ଏହାକୁ ଏଥିରୁ କମ୍ ମୂଲ୍ୟରେ ମଧ୍ୟ ଆରମ୍ଭ କରିପାରିବେ। କିନ୍ତୁ ବନ୍ଧୁମାନେ, ଏଥିରେ ଯେଉଁ ଲାଭ ହେବାକୁ ଯାଉଛି ତାହା ଆପଣ ଅନ୍ୟ କୌଣସି ବ୍ୟବସାୟରେ ଦେଖିବାକୁ ପାଇବ ନାହିଁ। ତେଣୁ ବନ୍ଧୁମାନେ, ଯଦି ବ୍ୟବସାୟ ଛୋଟ ହୋଇଥାଏ ଏବଂ ଆପଣ ଏହାକୁ ସ୍କ୍ରାଚରୁ ଆରମ୍ଭ କରନ୍ତି ତେବେ ଆପଣଙ୍କୁ ଏଥିରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ବନ୍ଧୁମାନେ, ଯଦି ଆପଣଙ୍କ ବ୍ୟବସାୟ କାମ କରେ ତେବେ କହିବାକୁ କିଛି ନାହିଁ। ତାପରେ ତୁମେ ଏଥିରେ କେବଳ ଲାଭ ଦେଖିପାରିବ।